another classes ଆଉ ଆଜିର ବିଷୟ ବସ୍ତୁ ରାଜ୍ୟମାନଙ୍କ ବିଷୟରେ ସଂକ୍ଷିପ୍ତ ପରିଚୟରେ ଆଜି ଆମେ ଜାଣିବା ହିମାଚଳ ପ୍ରଦେଶ ରାଜ୍ୟ ବିଷୟରେ ସଂକ୍ଷିପ୍ତ ପରିଚୟ। ଚାଲନ୍ତୁ ଡେରି କରି କ୍ଲାସଟିକୁ ଆରମ୍ଭ କରିବା। ତ ପ୍ରଥମେ ଦେଖନ୍ତୁ ସ୍ୱତନ୍ତ୍ର ରାଜ୍ୟ ଗଠନ ହେଇଥିଲା ହିମାଚଳ ପ୍ରଦେଶ 25 ଜାନୁଆରୀ 1971 ମସିହାରେ ସ୍ୱତନ୍ତ୍ର ରାଜ୍ୟ ଗଠନ ହେଇଥିଲା ହିମାଚଳ ପ୍ରଦେଶ। ତାପରେ ଦେଖିବା କ୍ଷେତ୍ରଫଳ, ଏହାର କ୍ଷେତ୍ରଫଳ ଯଦି ଦେଖିବା ତାହେଲେ 55,673 ବର୍ଗ କିମି ଅଛି ହିମାଚଳ ପ୍ରଦେଶର କ୍ଷେତ୍ରଫଳ। ତାପରେ ଦେଖିବା ତାର ରାଜଧାନୀ, ତ ହିମାଚଳ ପ୍ରଦେଶର ରାଜଧାନୀ ହେଲା ଶିମଲା। ତାପରେ ଦେଖିବା ଜିଲ୍ଲା ସଂଖ୍ୟା, ତ ହିମାଚଳ ପ୍ରଦେଶର ବର୍ତ୍ତମାନ ଜିଲ୍ଲା ସଂଖ୍ୟା ଅଛି 12ଟି। ତାପରେ ଦେଖିବା ତାହାର ଜନସଂଖ୍ୟା, ତ ତାର ଜନସଂଖ୍ୟା ଯଦି ଦେଖିବା ତାହେଲେ ଏହାର ଜନସଂଖ୍ୟା ଅଛି 75,03,010, ପ୍ରାୟ ଏତିକି ଲୋକ ସେଠାରେ ବସବାସ କରୁଛନ୍ତି। ତାପରେ ଦେଖିବା ସାକ୍ଷରତା ହାର, ତାର ସାକ୍ଷରତା ହାର ଯଦି ଦେଖିବା ତାହେଲେ 83.78% ଅଛନ୍ତି ହିମାଚଳ ପ୍ରଦେଶର ସାକ୍ଷରତା ହାର। ତାପରେ ଦେଖିବା ମୁଖ୍ୟ ଭାଷା, ତ ହିମାଚଳ ପ୍ରଦେଶର ମୁଖ୍ୟ ଭାଷା ଗୁଡିକ ମଧ୍ୟରେ ଆସୁଛି ହିନ୍ଦୀ, ପାହାଡି, ପଞ୍ଜାବୀ, କିନାଉରୀ, ଏସବୁ ହଉଛି ହିମାଚଳ ପ୍ରଦେଶର ମୁଖ୍ୟ ଭାଷା। ତାପରେ ଦେଖିବା ତାର ବ୍ୟବସ୍ଥାପିକା ସଭାରେ ଦେଖିବା ଆମେ ଏକ ସଦନ ବିଶିଷ୍ଟ ବିଧାନସଭା ସଂଖ୍ୟା ଯୋଉ ଆସନ ଅଛି ସେଟା ଅଛି 68ଟି, 68ଟି ତାର ବିଧାନସଭା ଆସନ ସଂଖ୍ୟା ଅଛି। ସେଥିମଧ୍ୟରୁ ଲୋକସଭା ଆସନ ସଂଖ୍ୟା ଅଛି 4ଟି ଏବଂ ରାଜ୍ୟସଭା ଆସନ ସଂଖ୍ୟା ଅଛି 3ଟି। ତ ଏହା ଥିଲା ତାହାର ବ୍ୟବସ୍ଥାପିକା ସଭା। ତ ବ୍ୟବସ୍ଥାପିକା ସଭାରେ ଆମେ ଜାଣିଲେ ଏକ ସଦନ ବିଶିଷ୍ଟ ବିଧାନସଭା ଆସନ ସଂଖ୍ୟା ଅଛି 68ଟି, ଲୋକସଭା ଆସନ ସଂଖ୍ୟା 4ଟି, ରାଜ୍ୟସଭା ଆସନ ସଂଖ୍ୟା 3ଟି। ତାପରେ ଦେଖିବା ଗଭର୍ଣ୍ଣର ବା ତାଙ୍କର ରାଜ୍ୟପାଳ, ତ ତାଙ୍କର ରାଜ୍ୟପାଳ ଅଛନ୍ତି ଶିବପାତ୍ର ଶୁକ୍ଲା। ଆଉ ତାପରେ ଦେଖିବା ତାଙ୍କର ଚିଫ ମିନିଷ୍ଟର ବା ମୁଖ୍ୟମନ୍ତ୍ରୀ, ତ ତାଙ୍କର ମୁଖ୍ୟମନ୍ତ୍ରୀ ଅଛନ୍ତି ସୁଖବିନ୍ଦର ସିଂ ସୁଖ ହେଲା। ଏମାନେ ହେଲେ ତାଙ୍କର ବ୍ୟବସ୍ଥାପିକ ସଭାର କିଛି ସଂକ୍ଷିପ୍ତ ବିବରଣୀ ହିମାଚଳ ପ୍ରଦେଶର। ତାପରେ ଦେଖିବା ଆମେ ମୁଖ୍ୟ ଧର୍ମ, ତ ହିମାଚଳ ପ୍ରଦେଶର ମୁଖ୍ୟ ଧର୍ମାବଲମ୍ବୀ ଲୋକମାନେ ରହୁଛନ୍ତି ହିନ୍ଦୁ, ବୌଦ୍ଧ, ଇସଲାମ ଏବଂ ଶିଖ। ତାପରେ ଦେଖିବା ମୁଖ୍ୟ ପର୍ବପର୍ବାଣୀ, ତ ହିମାଚଳ ପ୍ରଦେଶର ମୁଖ୍ୟ ପର୍ବପର୍ବାଣୀ ମଧ୍ୟରେ ଆସୁଛି ଆମର ଦଶହରା ଆସୁଛି, ଶିବରାତ୍ରି, ମିଞ୍ଜାର ପର୍ବ, ରେଣୁକା ପର୍ବ, ଫୁଲର ପର୍ବ, ଲୋହରୀ ପର୍ବ, ଇଏ ସବୁ ଆସୁଛି ହିମାଚଳ ପ୍ରଦେଶର ମୁଖ୍ୟ ପର୍ବପର୍ବାଣୀରେ। ତାପରେ ଦେଖିବା ମୁଖ୍ୟ ନଦୀ, ତ ହିମାଚଳ ପ୍ରଦେଶର ମୁଖ୍ୟ ନଦୀ ମଧ୍ୟରେ ଆସୁଛି ରବି, ଡିଜ, ଚେନାବ, ସତଲେଜ, ଯମୁନା, ଏସବୁ ହେଉଛି ହିମାଚଳ ପ୍ରଦେଶର ମୁଖ୍ୟ ନଦୀ। ତାପରେ ଦେଖିବା ରାଜ୍ୟ ପଶୁ, ତ ରାଜ୍ୟ ପଶୁରେ ଆସୁଛି ଆମର ତୁଷାର ଚିତାବାଘ ହେଲା ହିମାଚଳ ପ୍ରଦେଶର ରାଜ୍ୟ ପଶୁ। ତାପରେ ଦେଖିବା ଦର୍ଶନୀୟ ସ୍ଥାନ, ତ ହିମାଚଳ ପ୍ରଦେଶର ଯୋଉ ରାଜ୍ୟ ଅଛି ତାହାର ଦର୍ଶନୀୟ ସ୍ଥାନ ଗୁଡିକ ମଧ୍ୟରେ ଆସୁଛି ବାବା ବାଲକନାଥ, ଲକ୍ଷ୍ମୀ ଦେବୀ, ଭୀମକାଳୀ ମନ୍ଦିର, ହନୁମାନ ମନ୍ଦିର ହେଲା। ତାପରେ ଆସୁଛି ପାଉନ୍ତା ସାହିବ ଗୁରୁଦ୍ୱାର, ଏ ସବୁ ହଉଛି ହିମାଚଳ ପ୍ରଦେଶର ସଂକ୍ଷିପ୍ତ ବିବରଣୀ। ତ ବର୍ତ୍ତମାନ ଆମେ ଜାଣିପାରିଲେ ହିମାଚଳ ପ୍ରଦେଶର ସଂକ୍ଷିପ୍ତ ବିବରଣୀ। ତ ଚାଲନ୍ତୁ ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ନିଶ୍ଚିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ, ଲାଇକ୍ ଟେ କରନ୍ତୁ ଏବଂ ସେୟାର ଟେ କରନ୍ତୁ, ଯାହାଫଳରେ କି ଏମିତି ଷ୍ଟେଟ୍ ବିଷୟରେ ଆଉ ଗୋଟେ କ୍ଲାसेସ୍ ନେଇକି ଆପଣ ସମସ୍ତଙ୍କୁ ପ୍ରୋଭାଇଡ କରିବେ। ସେ ପର୍ଯ୍ୟନ୍ତ ରହୁଛି, ଥ୍ୟାଙ୍କ ୟୁ।